ଅଭାବନୀୟ ଘଟଣା ଘଟିଛି ରାଇସୁଆ ଗ୍ରାମର ରାଇସୁଆ ପଞ୍ଚାୟତର ପଥୁରୀ ଦେଉଳି ବୟସ 80 ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ଏବଂ ବାର୍ଦ୍ଧକ୍ୟ ଭତ୍ତା ସେ ରାଇସୁଆ ପଞ୍ଚାୟତରୁ ପାଉଛନ୍ତି। ସରକାର ଗତ ସରକାର ବର୍ତ୍ତମାନ ସରକାର ପରିବର୍ତ୍ତନ କିଛି କରିନାହାନ୍ତି। ସରକାର ନିଷ୍ପତ୍ତି କରିଛନ୍ତି ଯେଉଁମାନଙ୍କର ବୟସାଧିକ ହେଇଯାଇଛି, ଯେଉଁମାନେ ଯାଇପାରିବେ ପଞ୍ଚାୟତ ଅଫିସ ବ୍ଲକ ଅଫିସକୁ ଯାଇପାରିବେ, ଯେଉଁମାନେ ବିକଳାଙ୍ଗ ସେମାନଙ୍କ ଘରକୁ ଯାଇ ବିଭାଗୀୟ କର୍ମଚାରୀମାନେ ତାଙ୍କୁ ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି ଆମ ଜିଲ୍ଲା କଥା ନ୍ୟାସନାଲ ନ୍ୟୁଜ୍ ହେଇଛି, ନ୍ୟାସନାଲ ନ୍ୟୁଜ୍ରେ ପ୍ରସାରିତ ହେଇଛି ଯେ କିଭଳି ଭାବରେ ପଥୁରୀ ଦେଉଳି ଆପଣମାନେ ଦେଖିଥିବେ ସମସ୍ତେ। ପଥୁରୀ ଦେଉଳି ଦୁଇଟି ହାତ ତଳେ ଲଗେଇ ଆଣ୍ଠୁ ଉପରେ ଚାଲି ଚାଲି 2 କିଲୋମିଟର ରାସ୍ତା ସେ ପଞ୍ଚାୟତ ଅଫିସକୁ ଆସିଛନ୍ତି ଭତ୍ତା ପାଇବା ପାଇଁ ଏବଂ ପ୍ରଶାସନକୁ ଯେଉଁମାନେ ପଚାରିଛନ୍ତି ଯେ କାହିଁକି ସରକାରଙ୍କର ନିୟମ ସରକାରଙ୍କର ଆଇନର ବ୍ୟବସ୍ଥା ଏ ଭତ୍ତା ବାବଦରେ ରହିଛି ଯେ ତାଙ୍କୁ ଯାଇକି ଘରେ ଭତ୍ତା ଦେବା ପାଇଁ କାହିଁକି କରାଯାଉନି, ବା ଆମେ ଭବିଷ୍ୟତରେ ଦେଖିବୁ। ତେଣୁ କେନ୍ଦୁଝର ଜିଲ୍ଲା ଯେଉଁ ଜିଲ୍ଲା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲା, ସେ ଜିଲ୍ଲାରେ ଏକଥା ନୁହେଁ ଯେ ଗତ ସରକାରରେ ହେଇଛି, ଇଏ ସରକାର ଦାୟିତ୍ୱ ନେବାର ପାଖାପାଖି 3 ମାସ ହେଇଗଲା। ଏ 3 ମାସ ଭିତରେ ଏ ଘଟଣା ଏବଂ ଏ ଘଟଣାରେ ପଥୁରୀ ଦେଉଳି ରାଇସୁଆ ଏଇଭଳି ଅବସ୍ଥାରେ ଚାଲି ଚାଲି ଯାଇକି ଗୁରୁଣ୍ଡି ଯାଇ ସେ ଭତ୍ତା ଆଣିଛନ୍ତି। ଏବଂ ଭତ୍ତା କଥାକୁ ଯଦି କୁହାଯାଏ, ଗୁରୁଣ୍ଡି ଦେଉଳିଙ୍କର ଯାହା ଷ୍ଟେଟମେଣ୍ଟ ଭତ୍ତା ପାଇଁ ସେ ବି ଅପେକ୍ଷା କରିଥିଲେ। ବିଗତ ସରକାରରେ 24 ବର୍ଷ ଭିତରେ ଭତ୍ତା 500 ଟଙ୍କା ଭତ୍ତା ଦିଆଯାଉଥିଲା। ୟୁପିଏ ସରକାରଙ୍କ ସମୟରେ ନିଷ୍ପତ୍ତି ହେଇଥିଲା ଏବଂ ରାଜ୍ୟରେ କଂଗ୍ରେସ ସରକାର ଥିବା ସମୟରେ ନିଷ୍ପତ୍ତି ହେଇଥିଲା 500 ଟଙ୍କା ଭତ୍ତା ଦିଆଯାଉଥିଲା। ଏ ଭତ୍ତାକୁ ଠିକ୍ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯେଉଁ ଶେଷ ବିଧାନସଭା ହେଲା, ସେ ଶେଷ ବିଧାନସଭାରେ ଗତ ସରକାର ତାକୁ ନିଷ୍ପତ୍ତି କଲେ 1000 ଟଙ୍କା ଭତ୍ତା ଦେବ ଏବଂ 1000 ଟଙ୍କା ଭତ୍ତା ପାଇବାର ବ୍ୟବସ୍ଥା ଆରମ୍ଭ ହେଇଛି। ସରକାର ପରିବର୍ତ୍ତନ ହେଇଗଲା ଏବଂ ଭାରତୀୟ ଜନତା ପାର୍ଟିର ସରକାର ଗୋଟେ ମ୍ୟାନିଫେଷ୍ଟୋ ଯେଉଁ ଦେଇଛି, ଇସ୍ତହାର ଦେଇଛି, ନିର୍ବାଚନ ଇସ୍ତହାର 19 ପ୍ରେସ୍ ରିପୋର୍ଟ 2024 ମସିହା ନିର୍ବାଚନ ପାଇଁ। ସେଥିରେ ସ୍ପଷ୍ଟ ଭାବରେ ସେ କହିଛନ୍ତି ଯେ ଆମେ ସରକାରକୁ ଆସିଲେ 3000 ଟଙ୍କା ଭତ୍ତା ସମସ୍ତଙ୍କୁ ଦେବୁ। ଯେଉଁମାନେ ଯେଉଁ ନିୟମ ଯେଉଁ କ୍ରାଇଟେରିଆ ଥିଲା 60 ବର୍ଷ ଯେଉଁମାନଙ୍କର ହେଇଥିବ ତାଙ୍କୁ ଭତ୍ତା ଦେବୁ 3000 ଟଙ୍କା ଦେବୁ। କିନ୍ତୁ ଠିକ୍ ଅପ୍ରତ୍ୟାଶିତ ଭାବରେ ସରକାର କ୍ଷମତାକୁ ଆସିବା ପରେ ସେ ନିୟମକୁ ପରିବର୍ତ୍ତନ କରିଥିଲେ। ସେ ନିୟମରେ ସେ ବ୍ୟବସ୍ଥା କଲେ ଭତ୍ତା 60 ବର୍ଷରେ ଯେଉଁମାନେ ଉର୍ଦ୍ଧ୍ୱ ଯେଉଁମାନେ ଭତ୍ତା ପାଉଛନ୍ତି ସେମାନଙ୍କୁ ସେ 1000 ଟଙ୍କା ମିଳିବ। ଯେଉଁମାନେ 80 ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କୁ 3500 ଟଙ୍କା ମିଳିବ। 3500 ଟଙ୍କା ଭତ୍ତା ପାଇବାର ବ୍ୟବସ୍ଥାରେ ଆପଣମାନେ ସବୁ ଗାଁରୁ ଆସିଥିବେ, ସହରରେ ରହୁଛନ୍ତି। ଆପଣଙ୍କ ଗାଁରେ ଆପଣ ପଚାରି ବୁଝନ୍ତୁ ଯେ କେତେ ଲୋକ ଏବେ ବଞ୍ଚିଛନ୍ତି ପ୍ରତି ଗାଁରେ 3500 ଟଙ୍କା ଭତ୍ତା 80 ବର୍ଷ ପରେ ବଞ୍ଚି ରହିଛନ୍ତି 3500 ଟଙ୍କା ଭତ୍ତା ପାଇଁ। ଅପରପକ୍ଷରେ ବିକଳାଙ୍ଗମାନଙ୍କୁ ବୟସ ଏବଂ ତାଙ୍କର ପରସେଣ୍ଟେଜ ହିସାବ କରାଯାଉଥିଲା। ମୋର୍ ଦେନ୍ 50% ଯଦି ଜଣେ ବିକଳାଙ୍ଗ ହେଉଥିଲା ତାକୁ ବିକଳାଙ୍ଗରେ ହିସାବ କରାଯାଉଥିଲା ଏବଂ ତାକୁ ଭତ୍ତା ଦିଆଯାଉଥିଲା। ଯେଉଁ ଭତ୍ତା ବାର୍ଦ୍ଧକ୍ୟ ଭତ୍ତା, ଯେଉଁ ଭତ୍ତା ବିଧବା ଭତ୍ତା, ସେଇ ଭତ୍ତା ତାକୁ ବି ଦିଆଯାଉଥିଲା। ଏବଂ ଏ ସରକାର ପରେ 80%ରୁ ଅଧିକ ଯେ ବିକଳାଙ୍ଗ ହେଇଥିଲେ ସେଇ ବିକଳାଙ୍ଗମାନଙ୍କୁ ସେ ଭତ୍ତା ଦେବେ ଏବଂ ସେ ଭତ୍ତା ହେବ 3500 ଟଙ୍କା। ସରକାରଙ୍କର ଯେଭଳି ଭାବରେ ଜଣାପଡ଼ୁଛି ମାନସିକତା ହେଉଛି ଯେ ଭତ୍ତା କାହାକୁ ଦେବାର ଆବଶ୍ୟକତା ନାହିଁ। କାରଣ 80 ବର୍ଷରୁ ଉର୍ଦ୍ଧ୍ୱ ଲୋକ ଆମ ନିଜ ଗାଁକୁ କହିବି ଏବଂ ଆମେ ଯେଉଁ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଛୁ ସେ ଅଞ୍ଚଳର କଥା କହିବୁ। ଗୋଟିଏ ପଞ୍ଚାୟତର ମଧ୍ୟ 5-10ଟି ଲୋକ ଏପର୍ଯ୍ୟନ୍ତ ବଞ୍ଚି ନାହାନ୍ତି 80 ବର୍ଷରୁ ଉର୍ଦ୍ଧ୍ୱ ଲୋକ। ଏବଂ
ତା ବ୍ୟତୀତ ଯେଉଁମାନେ 80 ବର୍ଷ ବୃଦ୍ଧ ବିକଳାଙ୍ଗ ସେମାନେ ମଧ୍ୟ ତାଙ୍କ ଜୀବନ ଧାରଣ କିଭଳି ଅଛି, କିଏ ବଞ୍ଚିଛି, କିଏ ରହିଛି, କିଏ ନ ରହିଛି ତା ମଧ୍ୟ କହିବ। ତାକୁ ଯଦି ହିସାବ କରାଯାଏ ତାହେଲେ ନିଶ୍ଚିତ ଭାବରେ ଆପଣ ଅନୁଭବ କରିବେ ସରକାରଙ୍କ ମାନସିକତା ଏ ଭତ୍ତା ବ୍ୟବସ୍ଥା ଆଉ ରହିବନି। ଏ ଭତ୍ତା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦ କରିବା ପାଇଁ ସରକାର ଏକ ନିଷ୍ପତ୍ତିକୁ ଯାଇଛି। ଏବଂ ମୁଁ ଆପଣମାନଙ୍କୁ ପୁନରାବୃତ୍ତି କରିବି ନାହିଁ, ଯେଉଁ ଘଟଣା ନଗଡ଼ର ଚିତ୍ର ମୁଁ କହିବା ପାଇଁ ଚାହେଁନି। ମୁଁ ଆପଣମାନଙ୍କୁ ନବରଙ୍ଗପୁରରେ ମୁଁ ବିଶେଷ ସଭାପତି ଥିଲାବେଳେ ଯେଉଁ ଘଟଣା ହେଇଥିଲା, ଅପପୁଷ୍ଟିର ଯେଉଁ ଶିକାର ହେଇକି ଝରିଗାଁରେ 12ଟା ଛୁଆ ମରିଯାଇଥିଲେ, ସେ କଥା ମଧ୍ୟ ପୁନରାବୃତ୍ତି କରିବା ପାଇଁ ଚାହେଁନି। ମୁଁ ଆପଣଙ୍କୁ ଆଗରେ କେନ୍ଦୁଝର ଜିଲ୍ଲାରେ ଯେଉଁ ଜୁଆଙ୍ଗ ସବୁଠାରୁ ପ୍ରିମିଟିଭ୍ ଟ୍ରାଇବ୍ ଜୁଆଙ୍ଗମାନେ ଯେଉଁ ରହୁଛନ୍ତି, ସେ ଜୁଆଙ୍ଗ ମାନଙ୍କର କିଭଳି ମୃତ୍ୟୁ ଘଟିଛି। ଯେ ଗୋଟେ ଜନ୍ତାରୀ ଗ୍ରାମ ଅଛି, ଗୋନାସିକା ପଞ୍ଚାୟତ, ଗୋନାସିକା ଅଞ୍ଚଳରେ ଯେଉଁ ବୈତରଣୀ ନଦୀ ବାହାରିଛି, ଏ ଜନ୍ତାରୀ ଗ୍ରାମରେ 11 ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ଯେ ଦୂଷିତ ପାଣି ପିଇକି ସେମାନେ ମୃତ୍ୟୁବରଣ କରିଛନ୍ତି, 11 ଜଣ ଲୋକ ଗୋଟିଏ ମାସ ଭିତରେ, ଏହି ସରକାରଙ୍କ ସମୟ। ଏବଂ ସେଠି ଯେଉଁ ସୋଲାର ପାୱାର ପ୍ରୋଜେକ୍ଟ ଦିଆଯାଇଥିଲା, ସେ ସୋଲାର ପାୱାର ପ୍ରୋଜେକ୍ଟ ସେଠି କାମ କରିନି, ସେ ଅଚଳ ହେଇଯାଇଛି। ଏବଂ ଲୋକ ସେ ଦୂଷିତ ଜଳ, ଝରଣା ଜଳ, ଚୁଆର ଜଳ ପିଇକି 11 ଜଣ ଲୋକଙ୍କର ମୃତ୍ୟୁ ହେଇଛି। ସରକାରଙ୍କୁ ସତର୍କ କଲା ପରେ ଏପର୍ଯ୍ୟନ୍ତ ମଧ୍ୟ ଠିକଣାବାଟରେ 11 ଜଣ ଲୋକଙ୍କର ମୃତ୍ୟୁ ହେଇଛି। ସରକାରଙ୍କୁ ସତର୍କ କଲା ପରେ ଏପର୍ଯ୍ୟନ୍ତ ମଧ୍ୟ ଠିକଣାବାଟରେ କାର୍ଯ୍ୟାନୁଷ୍ଠାନ କରାଯାଇଛି। ଆମ ଜିଲ୍ଲାରେ, କେନ୍ଦୁଝର ଜିଲ୍ଲାରେ ଯଦି ଆପଣ ନୀତି ଆୟୋଗର କଥା 2021ର କଥା କହିବେ, 41.78% ହେଉଛନ୍ତି ଦରିଦ୍ର। ଏବଂ ସେଠି ଅପପୁଷ୍ଟି ଏଭଳି ଭାବରେ ଘଟିଛି, ଅତୀତରେ ତ ହେଇଛି ବହୁତ କଥା। ଏବେ ନିକଟରେ ଆପଣ ଦେଖିଥିବେ ସୋସିଆଲ ମିଡ଼ିଆ, ଇଲେକ୍ଟ୍ରୋନିକ୍ ମିଡ଼ିଆରେ ଆସିଥିଲା, ଗୋଟିଏ କୁରୁଡ଼ି ସାହି ଅଛି, ଗୋଟିଏ ମୁଣ୍ଡା ସାହି। ସେ ମୁଣ୍ଡା ସାହିର ଜଣେ ମହିଳା, ତା ନାଁ ହେଉଛି ନନ୍ଦୀମୁଣ୍ଡା। ନନ୍ଦୀମୁଣ୍ଡା ଅପପୃଷ୍ଟିରେ ତାର ମୃତ୍ୟୁ ହେଇଛି, ମେଡ଼ିକାଲରେ ମୃତ୍ୟୁ ହେଇଛି। ଇଏ ମଧ୍ୟ ଏକ ଜାତୀୟ ମାନେ ସ୍ତରରେ ଇଏ ସମ୍ବାଦ ମଧ୍ୟ ପ୍ରକାଶିତ ହେଇଛି। ଏବଂ 41.78% ପ୍ରଗତି ଭିତରେ ରହି କୋଉଭଳି ଭାବରେ କେଉଁଝର ଜିଲ୍ଲାର ଲୋକମାନେ ଏକ ବିପର୍ଯ୍ୟସ୍ତ ଆର୍ଥିକ ଅବସ୍ଥା, ଦୁରାବସ୍ଥା ଭିତରେ ରହିଛନ୍ତି, ତାକୁ ଆପଣ ସ୍ପଷ୍ଟ ଭାବରେ ଅନୁଭବ କରିପାରୁଛନ୍ତି। ଏବଂ ରତ୍ନଗର୍ଭା କେଉଁଝର ରାଜ୍ୟ ରାଜକୋଷକୁ ସର୍ବାଧିକ ଅନୁଦାନ ଦେଉଛି। ଏବଂ କିନ୍ତୁ କେଉଁଝର ଜିଲ୍ଲାର ମାଟି, ପାଣି, ପବନ ସବୁକିଛି ବର୍ତ୍ତମାନ ପ୍ରଭାବିତ ହେଇଛି, ଦୂଷିତ ହେଇଛି। ଏଠାରେ କୁହାଯାଇପାରେ କେଉଁଝର ଜିଲ୍ଲାରେ DMF ଫଣ୍ଡର ସଂଗ୍ରହ କରାଯାଉଛି, ଏପର୍ଯ୍ୟନ୍ତ କରାଯାଇଛି 8,840 କୋଟି ଟଙ୍କା। 8,840 କୋଟି ଟଙ୍କା ଯେଉଁଠି ସଂଗ୍ରହ କରାଯାଇଛି, ସେଇ ଜିଲ୍ଲାରେ କିନ୍ତୁ ସେ ଜିଲ୍ଲାରେ ଖର୍ଚ୍ଚ କରିବା ପାଇଁ ସେଇ ଜିଲ୍ଲାରେ 80% ପରିବାର ରେସନ କାର୍ଡ ଉପରେ ନିର୍ଭର କରୁଛି। 8,840 କୋଟିର ଯେତେବେଳେ DMF ଫଣ୍ଡ ଆଦାୟ ହେଉଛି ଏବଂ କେଉଁଝର ରାଜକୋଷ ରହିଛି, ସେତେବେଳେ 80% ପରିବାର ରାସନ କାର୍ଡ ଉପରେ ନିର୍ଭର କରୁଛନ୍ତି। ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି, ଏବେ ଯେଉଁ ରେସନ କାର୍ଡ ପାଇଁ ଆପ୍ଲାଏ କରିବା ପାଇଁ ଯେଉଁ ସୁଯୋଗ ଦିଆଯାଇଛି, ସେଥିରେ 10,000 ଲୋକ ପୁଣି ଆପ୍ଲାଏ କରୁଛନ୍ତି। ଆପଣ ହିସାବ କରନ୍ତୁ ଆମେ କେଉଁ ଅବସ୍ଥାରେ ରହିଛୁ। ଏବଂ ସମୁଦାୟ 9 ବର୍ଷ ଭିତରେ 4,883 କୋଟି ଟଙ୍କା ଖର୍ଚ୍ଚ ହେଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ ଟଙ୍କା କୋଉଠି ଖର୍ଚ୍ଚ ହେଇଛି, ଏହାର ଉତ୍ତର ବର୍ତ୍ତମାନ ତ ଉତ୍ତରଦାୟୀ ସରକାର ହିସାବରେ ମୋହନ ବାବୁ ଏହାର ଉତ୍ତର ଦେବେ। ଗଭର୍ଣ୍ଣମେଣ୍ଟ ଇଜ୍ ଏ ରନିଂ ପ୍ରୋସେସ୍। ଏବଂ ସବୁଠାରୁ ଆଶ୍ଚର୍ଯ୍ୟ, ଯେତେବେଳେ
पीवा पानी मृत्यु होती 11 जन लोक मरुंच बनासिका जिते अपपृष्ठि मृत्यु होती पदमपुर मुख्यमंत्री निर्वाचन मंडल जड़े महिला आदिवासी महिला मृत्यु होती से जिलार डीएमएफ फंड को ठिकना बाटे खर्च न कर राज्य सरकार या पूर्व सरकार एपर्यंत 1600 कोटी टंका केउंझर नहीं जानी ये टंका फेरस्त हो पार कि नहीं ये टंका दि जापर कि नहीं ये टंका को फेरस्त देवे कि नहीं एवं मोहन बाबू निकट में जाइए केउंझर माननीय मुख्यमंत्री कहते सुनार केउंझर करी रावण तो कहते लंका को सुनार करेंगे ये कहते सुनार केउंझर करेंगे कि 1600 कोटी टंका हूँ केउंझर लोक केउंझर लोक 1600 कोटी टंका को राज्य सरकार नहीं कौटी खर्च कर जिला को राजनेता पाखे ये टंका खर्च होती तार हिसाब किताब बर्तमान सुधा मिलूना तेणु यही अवस्था बर्तमान गत 9 वर्ष भितर 4883 कोटी टंका खर्च होती डीएमएफ फंड टंका 4883 कोटी टंका हिसाब बर्तमान मिलूना आज गोटे समाजपत्र देखिली ऑडिट करने सरकार मसुदा करडिट कर ठिकना बाटे धरा जाए बहु सरकारी कर्मचारी बहु राजनेता बहु मिछ पोखरी बहुत मिछ प्रोजेक्ट मिछ जलसेचन प्रोजेक्ट बहुत रास्ता सब धरा पड़ो और बहुत चोरस्तर चोरी कलाकली भाव में धरा पड़े गोटे कथा मुझे आप दृष्टि की आनी जो विपर्यस्त स्वास्थ्य सेवा हंतसंत होती केउझरवासी सारा ओडिशा रे जते मेडिकल कॉलेज गले गत सरकार सब मेडिकल कॉलेज को राज्य सरकार सब जिला हेडक्वार्टर में मेडिकल कॉलेज कर राज्य सरकार किंतु केन्दुझर जिला जो मेडिकल कॉलेज है 300 कोटी टंका खर्च कर डीएमएफ फंड से मेडिकल कॉलेज को मोर गोटे जुक्ति कहीं केउझर लोक मैंने कहते जे आमर जो उत्तर ओडिशा डेवलपमेंट काउंसिल करा उत्तर ओडिशा डेवलपमेंट काउंसिल को आम केउझर मयूरभंज को नहीं करा आमर खनिज उत्पादित खनिज पदार्थ और तार जो रॉयल्टी तार व्यवस्था सब ये खर्च करा सी जो दाबी कर दाबी कर मुख्य कथा 300 कोटी टंका केउझर पैसा केउझर खर्च करा मेडिकल कॉलेज काली सकाळे डीएमएफ फंड बंद सारा ओडिशा सब जिले में मेडिकल कॉलेज केउझर मेडिकल कॉलेज केमती हम आपण आश्चर्य हे एभली एक परिस्थिति जे केउझर जिला मेडिकल कॉलेज आज दिन में समुदाय 52 जन डाक्तर रहा कथा जेहेतु डीएमएफ फंड रू पैसा दि जाऊँगी तेणु मात्र केवल 23 पदवी बर्तमान खाली पड़ी मेडिकल कॉलेज एवं जोड़ा सर्जरी कहूँ जोड़ा पेडियाट्रिक कहूँ 23 पदवी बर्तमान खाली पड़ी मेडिकल कॉलेज एवं जोड़ा सर्जरी कहूँ जोड़ा पेडियाट्रिक कहूँ जोड़ा हार्ट कहूँ जोड़ा मेजर जो डिपार्टमेंट से डिपार्टमेंट डाक्तर ना 52टा डाक्तर पदवी से सृष्टि डीएमएफ फंड डाक्तरखाना एवं समुदाय 23 जन डाक्तर से अच्छा 229 डाक्तर पोस्ट मंजूर केउझर जिला से मात्र 28 जन डाक्तर केउझर जिला ना डाक्तरखाना मो निज ब्लॉक हेडक्वार्टर हाटेडी डाक्तर 14 वर्ष डाक्तर ये सरकार आसला भी मोहन बाबू जाते से कहते डाक्तर आसवे आम सरकार को आसू एमएलए डाक्तर आसवे ये मुख्यमंत्री तथा से डाक्तर ना हाटेडी ब्लॉक हेडक्वार्टर एवं ठीक से भाव में शिक्षा व्यवस्था मुझे तो निजे शिक्षा मंत्री थी शिक्षा व्यवस्था संपूर्ण भाव जबरदस्त गोटे डीपी स्कीम समय आसला डीपी स्कीम सबुठ अग्राधिकार दिया प्रति विद्यालय में 30 जन छात्र जन शिक्षक रहे प्रति प्राथमिक विद्यालय
एवं जदि प्राइमरी एजुकेशन डेवलप न करिवो ताले कोनोसी सेकेंडरी एजुकेशन संभव न सेकेंडरी एजुकेशन डेवलप न करिवो सेतोले हायर एजुकेशन मध्य संभव न तेणु से दृष्टि एभली व्यवस्था हेतिला प्रथमे शिक्षक 3 जन छात्र छात्री जन शिक्षक से व्यवस्था तो वर्तमान नहीं एवं संपूर्ण शिक्षक रखिबा स्कूल केवल जिले में 19 टी चलछि संपूर्ण शिक्षक रखिबा स्कूल एवं 380 प्राइमरी स्कूल ले 5टा 7टा क्लास जड़े शिक्षक अछथि। भारतर एकमात्र परीक्षित बायोसार पृथ्वी प्रो माटी को रखे सुस्थ दिए नुआ जीवन धान पनीपरिबा और डाली जातीय फसल पाई लाभदायक अमल बढ़ाए रोग कमाए आज ही जमी रे प्रयोग करंतु। राज्यर प्रत्येक जिला और ब्लॉक में आमे डिस्ट्रीब्यूटर और डीलर नेउछु जोगाजोग पाई 9937054201 नंबर को डायल करंतु।